ସାହିତ୍ୟିକ ଉପାଦାନ ଓ ରଚନା ଶୈଳୀରେ ଅଛି। ପାଠକୀୟ ଶ୍ରଦ୍ଧା ଓ ଆନନ୍ଦରେ ଜନଶ୍ରୁତି କିମ୍ବା ଦୌତି ଖୋଜି ଯୁକ୍ତନିଷ୍ଠ ବିଜ୍ଞାନ ସମ୍ପତ୍ତି ବୈଷୟିକତା ଉପସ୍ଥାପନରେ ଶିଖ ଜଗନ୍ନାଥଙ୍କର ଐତିହ୍ୟ ଇତିହାସ ସମ୍ପର୍କରେ ନୂଆ ନୂଆ ଫଟୋ ଯୋଡ଼ି ହୋଇଯାଇଛି। ବୈଷ୍ଣବ ଧର୍ମ ଶ୍ରୀ ଜଗନ୍ନାଥରେ ବିଶ୍ୱତ ଆରମ୍ଭ କରି ସମସ୍ତ ଅବତାରରେ ସେ ଜନ୍ମଦାତା ବୋଲି ସ୍ୱୀକାର କରିଛନ୍ତି। ଜଗନ୍ନାଥ ସଂସ୍କୃତିର ସୁଦୃଢ଼ ଭିତ୍ତିଭୂମି ଉପରେ ଓଡ଼ିଆର ବୈଷ୍ଣବ ଧର୍ମ ପ୍ରତିଷ୍ଠା ଲାଭ କରିଛନ୍ତି। ଫଳରେ ଶ୍ରୀ ଜଗନ୍ନାଥ ଯୁଗେ ଯୁଗେ ଚିର ସୌନ୍ଦର୍ଯ୍ୟ ହୋଇ ରହିଛି। ଯେଉଁ ରାଜ୍ୟରେ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କ ଲାଗି 60 କୋଟି ଭୋଗ ଲାଗି ସେ ରାଜ୍ୟର ଅଧିବାସୀମାନେ କେବେ ବି ଗରିବ ନୁହନ୍ତି। ସେ ଦିନରୁ କଳିଙ୍ଗ ଉତ୍କଳ ଆଜିର ସୁନା ଓଡ଼ିଶା। ଜଗନ୍ନାଥ ମନ୍ଦିରକୁ ଜୀବନ କାଳ ମଧ୍ୟରେ ଥରୁଟି ଆସିବା ପାଇଁ ମହାପ୍ରଭୁଙ୍କ ଟିକିଏ ଝଲକ ପାଇବା ପାଇଁ ହେଉଛନ୍ତି ଭକ୍ତଙ୍କର ଏକମାତ୍ର ପ୍ରାର୍ଥନା। ସନାତନ ଧର୍ମର ଆଧାର ତତ୍ତ୍ୱ ଏବଂ ଶତ୍ରୁ ଆଦିକୁ ମନ୍ଥନ କଲା ପରେ ଯେଉଁ ଅମୃତ ନିଶ୍ଚିତ ହୋଇଥାଏ ତାହା ହିଁ ଜଗନ୍ନାଥ ଧର୍ମ। ଓଡ଼ିଶାର ଆଧ୍ୟାତ୍ମିକ ଜୀବନଧାରା ସହିତ ସେ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ। ଜଗନ୍ନାଥ ଶବ୍ଦ ହିଁ ପରମ ପୁରୁଷଙ୍କର ଏକ ସାଧାରଣ ନାମ। ଜଗନ୍ନାଥଙ୍କର ଆତ୍ମା ବଳଭଦ୍ର ଉପାଧି ଏବଂ ସୁଭଦ୍ରା ମା ଅଟନ୍ତି। ଏଥିରେ ମୋ ବାତ୍ୟା ମୁଁ ଶେଷ କଲି।